ଗରମରୁ ମିଳିବ ଆଶ୍ୱସ୍ତି। ଆସନ୍ତା 4 ଦିନ ଯାଏ ଭିଜିବ ଓଡ଼ିଶା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଜ୍ୟରେ ବର୍ତ୍ତମାନ ପୂର୍ବ ଅପେକ୍ଷା ଖବରର ପ୍ରକୋପ ହ୍ରାସ ପାଇଛି। ସତ ହେଲା ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳଗୁଡ଼ିକ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ଅହସ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି। ଆଜି ସକାଳ 8ଟା 30 ସୁଦ୍ଧା ଆର୍ଦ୍ରତା 64.5% ଥିବାବେଳେ ତାପମାତ୍ରା 33 ଡିଗ୍ରୀ ରହିଥିବା ନେଇ ସୂଚନା ହୋଇଛି ପାଣିପାଗ ବିଭାଗ। ଅନ୍ୟପଟେ 23 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତା 4 ଦିନ ଯାଏ ରାଜ୍ୟର ଅନେକାଂଶ ଜିଲ୍ଲାକୁ ଝଡ଼ ବର୍ଷା ଚେତାବନୀ ଦିଆଯାଇଛି। ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର। ତେବେ ସୋମବାର ଅର୍ଥାତ୍ ମେ 19 ପାଇଁ 15ଟି ଜିଲ୍ଲାର ବଜ୍ରପାତ ନେଇ ଏଲାନ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼, ଗଜପତି, ବଲାଙ୍ଗୀର, ନୂଆପଡ଼ା, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା।